ଆରେ ଶୁଣ। ଆରେ କଣ ହେଲା? ଆରେ ଘରେ ଗ୍ୟାସ୍ ଶେଷ ହେଇଯାଇଛି। ତମେ ଆସିଲା ବେଳକୁ ଗ୍ୟାସ୍ ଆଣିକି ଆସିବ। ଗୀତା, ତମକୁ ଗୋଟେ କଥା ପଚାରିବି? ହଁ, ପଚାରୁନ। ମତେ କହିଲ, ଏ ଦୁନିଆରେ ସବୁଠାରୁ ମୂଲ୍ୟବାନ ଜିନିଷ କୋଉଟା? ପଇସା। ଆଚ୍ଛା, ଆମ ଦି ଜଣଙ୍କ ସମ୍ପର୍କ ଆଗକୁ ବଢିବା ପାଇଁ କଣ ଦରକାର? ଆରେ ଏଇଟା ସାଧାରଣ କଥା। ପଇସା ଦରକାର। ଗୀତା, ଏଇଟା ମୋର ଶେଷ କୋଶ୍ଚିନ୍। ଆଚ୍ଛା ମତେ କହିଲ, ଗୋଟେ ପଟେ ପଇସା ଆଉ ଗୋଟେ ପଟେ ମୁଁ, ୟା ଭିତରୁ ତମେ କାହାକୁ ବାଛିବ? ଅଫକୋର୍ସ ପଇସାକୁ ବାଛିବି। ଆରେ ତମେ କେମିତିଆ ପ୍ରଶ୍ନ ପଚାରୁଛୁ କହିଲ? ମୁଁ ଜାଣିଛି, ମୁଁ ମରିଗଲେ ନା ତମକୁ ଟିକେ ବି ହେଲେ ଫରକ ପଡିବନି। ଆରେ ଫରକ ତ ସେତେବେଳେ ପଡିବ ଯେତେବେଳେ ନା ତମ ପାଖରେ ପଇସା ନଥିବ। ସେଇଥିପାଇଁ ତ ମୁଁ ବୀମା କରିଛି। ହେଲେ ମୁଁ ଗୋଟିଏ କଥା ଜାଣିଲି ଗୀତା, ଏଠି ନା ଏଠି ମଣିଷର ଇଜ୍ଜତ ନଥାଏ। ଯଦି ଇଜ୍ଜତ ଥାଏ ତାହେଲେ ପଇସାର ଥାଏ। ସାଙ୍ଗମାନେ, ମୁଁ ଠିକ କହିଲି ନା? ଏଠି ନା ମଣିଷର ଇଜ୍ଜତ ନଥାଏ, ଇଜ୍ଜତ ଥାଏ କେବଳ ପଇସାର।